ମନି ସାଙ୍ଗମାନେ ଆମେ ଗୋଟେ ଦେଶୀ କୁକୁର ଛୁଆ ରଖିଛୁ। କିନ୍ତୁ ଆମେ ଯେବେଠୁ ରଖିଲୁ ତା ମା ଆସିକି ଥରଟେ ଦେଖିଗଲା ଘରେ। ତା ପରଦିନଠାରୁ ସେ ପ୍ରତ୍ୟେକ ଦିନ ସକାଳେ ସନ୍ଧ୍ୟାବେଳେ ଯେତେବେଳେ ଇଚ୍ଛା ହେବ ଆସିବ ତା ଛୁଆକୁ କ୍ଷୀର ଦେଇଯିବେ। ଦେଖନ୍ତୁ ଏବେ ସକାଳୁ ସକାଳୁ ଆସିଯାଇଛି ତା ଛୁଆ ତାଠୁ କ୍ଷୀର ଖାଉଛି। ଦେଖନ୍ତୁ ହେଉଛି, ଦେଖନ୍ତୁ ଆସିକି ଠିଆ ହେବ, ସେମିତି ଠିଆ ହେବ, ତା ଛୁଆ କ୍ଷୀର ଖାଇବ ତାପରେ ସେ ଯିବ। ପ୍ରତ୍ୟେକ ଦିନ ସେ ସେୟା କରୁଛି, ଡେଲି ପଳେଇ ଆସୁଛି, ଯେତେ ତା ଇଚ୍ଛା ହେଉଛି କ୍ଷୀର ତା ଛୁଆକୁ ଖୁଆଉଛି ଯାଉଛି। ମୁଁ ବି ତାକୁ ରୁଟି ରଖିଥିଲି, ସକାଳୁ ରୁଟି ଦେଇଲି ଖାଇବାକୁ। ଆଉ ମା ନାଇଁ କି ମା ଯାହାର ନାହିଁ ନା ତାର ସାହା ନାହିଁ। ମା ମା ହିଁ ବୁଝିବ ପିଲାର ପେଟ କଥା। କିନ୍ତୁ ଏଇ କୁକୁରଟା ପ୍ରତ୍ୟେକ ଦିନ ସେ ଆସିବ ମୋ ରୁମ୍ ସାମ୍ନାକୁ, ତା ଛୁଆକୁ କ୍ଷୀର ଦେଇକି ଯିବ। ଯେବେଠାରୁ ମୁଁ ରଖିଲାନି ତାଠୁ, ତା ଛୁଆଙ୍କ ଠାରୁ ତାକୁ ଅଲଗା କରି ବା ତାଠୁ ଅଲଗା କରିକି ସେ ତ କ୍ଷୀର ଖାଉଛି, ମୁଁ କ୍ଷୀର ଆଣିକି ଡେଲି ଦେଉଛି। କିନ୍ତୁ ତା ମା ଆସିବା କଥା ଆସିବ ଯେତେବେଳେ ଇଚ୍ଛା ହେବ। କିନ୍ତୁ ବେଶୀ ସକାଳେ ଆଉ ସନ୍ଧ୍ୟାବେଳେ ଦୁଇ ଟାଇମ୍ ଆସୁଛି। ଖରାରେ ଗୋଟେ ଆସିଲେ ଆସିବ, ନହେଲେ ନାହିଁ। ସକାଳୁ ଆଜି ବି ଆସିଗଲା, ମା କ୍ଷୀର ଦେଉଛି, ଛୁଆ ଖାଉଛି। ମୋ ପୁଅ ତା କାନରେ କଲର୍ ଟିକେ ଲଗେଇ ଦେଇଥିଲା କାଲି, ଖାଇଦେଲା, ଏବେ ପଳାଉଛି। ଛୁଆ ଗୋଡ଼ି ଗୋଡ଼ି ଯାଉଛି ପଛରେ, କିନ୍ତୁ ପଳେଇ ଆସିବ, ଦେଖିବ ପଳେଇ ଆସିବ ଛୁଆ। ଆଉ ଆଗକୁ ବେଶୀ ଯିବନି, ପଳେଇ ଆସିବ। ହେଲା ନା, ପଳେଇ ଆସିବ ଆଜ୍ଞା, ପଳେଇ ଆସିବ। ତ ମନକୁ ଆସିବ, ମୁଁ ଡାକିବିନି, ତା ମନକୁ ଆସିବ। ଦେଖନ୍ତୁ ଆସିଲା, ଦେଖିଲେ ଆସିଲା, ପୁରା ଆସିବ। ତା ରୁମ୍ ଯେଉଁଠି ରହିବା କଥା ସେ ଆସିକି ସେଇଠି ପଳେଇ ଆସିବ। ତା ମା ପଳେଇଲା, ସିଏ ଏଥର ପଳେଇ ଆସିବ, ଆଉ ଯିବନି ତା ମା ସାଙ୍ଗେ। ମୁଁ କିଛି କହିବିନି, ସେ ପୁରା ତା ଜାଗାକୁ ହିଁ ପଳେଇବ। ତା ଜାଗାକୁ ହିଁ ତା ମନକୁ ପଳେଇବ। ସେରୁ ତାକୁ ମେଡ଼ିସିନ ଦେଇଥିଲି, ଆଉ ହଳଦୀ ତେଲ ଲଗେଇ ଦେଇଥିଲି। ସେ ଜମା ଯିବନି, ଦେଖୁଛି ତା ମା କୁଆଡ଼େ ଗଲା। ମୋ ପଛ ପଛ ଗୋଡ଼େଇଲା, ଏ ବୁଲୁଛି। ଆ ସେରୁ ଆ ଆ